तेजस्विनावधितमस्तु मा विद्विषावहै। ओम शांति शांति शांति। ओम परमात्मा नमो नमः। माननीय धर्मप्रेमी सज्जन मातृशक्ति आपण मानकु आमर यूट्यूब चैनल को स्वागत करुछु। आज यही चैनल रे आपण माने ईश्वर स्वरूप विषय मु वर्णना करिया अछि। महर्षि दयानंद सरस्वती आर्य समाज द्वितीय नियम रे ईश्वर स्वरूप वर्णना करछंती। ओम सच्चिदानंद। हे ईश्वर आपण गोटे सत्तात्मक पदार्थ अभौतिक चेतन पदार्थ आनंदर भंडार अटंती। आपणकर सत्ता ये विद्यमान रही अछि, एतिरे कौनसी कल्पना नहीं। ओम निराकार। हे ईश्वर आपण रूप रस गंध शब्द स्पर्श रहित थिबारु आपण निराकार अटंती। ओम सर्वशक्तिमान। हे ईश्वर आपण सृष्टि की तैयारी करिबा, पालन करिबा, संहार करिबा, वेदर ज्ञान देवा सहित जीव मान कर्मफल देवाई कहारी कौन प्रकार साहाय्य न नहीं बिना शरीर यही कार्य करुथिबारु आपण सर्वशक्तिमान अटंती। ओम न्यायकारी। हे ईश्वर जो जीवात्मा जी शुभ शुभ कर्म करे आपण ताको सेति फल दियंती, अधिका दियंती नहीं कि कम दियंती नहीं, सेथिलागी आपण न्यायकारी अटंती। ओम दयालु। हे ईश्वर आपण जीव मानकर कर्म अनुसार धन संपत्ति ऐश्वर्य समस्त को दयापूर्वक देथिबारु आपण दयालु अटंती। ओम अजन्मा। हे ईश्वर आपण केबे हेले जन्म नियंती नहीं, सेथिलागी आपण अजन्मा अटंती। ओम अनंत। हे ईश्वर आपण रहिया पे कौन प्रकार स्थान कालर सीमा नथिबारु आपण अनंत अटंती। ओम निर्विकार। हे ईश्वर संसार रे जो विकार सृष्टि हुए अर्थात कटिजा पचिजा सड़ीजा यही सब विकार आपण को स्पर्श न करुथिबारु आपण निर्विकार अटंती। ओम अनादि। हे ईश्वर आपणकर आदि नहीं कि अंत नहीं, एइथिपाई कि आपणकर उत्पत्ति होगापाई कि तीनोटी कारण अभाव रही, यथा निमित्त कारण, उपादान कारण, साधारण कारण। यही तीनोटी कारण अभाव थिबारु आपण अनादि अटंती। आपण सहित आम जीवात्मा एवं प्रकृति मध्य अनादि अटंती। ओम अनुपम। हे ईश्वर आपण सहित उपमा देवाई जीव प्रकृति पाखरे कौन प्रकार सामर्थ्य नथिबारु आपण अनुपम अटंती। ओम सर्वाधार। हे ईश्वर आपण सूर्य चंद्र नक्षत्र देहलुक अनंत ब्रह्मांड लोक लोकांतर अरब खरब आकाश गंगा को उत्पन्न करी पालन करछंती, धारण करछोरी आपण सर्वाधार अटंती। ओम सर्वेश्वर।
ଈଶ୍ୱର ସଂସାରରେ ଯେତେ ପ୍ରକାର ଜଡ଼ ଚେତନ ପଦାର୍ଥ ରହିଅଛି ଏହି ସବୁର ଆପଣ ଏକମାତ୍ର ସ୍ୱାମୀ ଅଟନ୍ତି। ଦ୍ୱିତୀୟ ସ୍ୱାମୀ କେହି ନଥିବାରୁ ଆପଣ ସର୍ବେଶ୍ୱର ଅଟନ୍ତି। ଓମ୍ ସର୍ବବ୍ୟାପକ ହେ ଈଶ୍ୱର ସଂସାରରେ ସୂକ୍ଷ୍ମରୁ ସୂକ୍ଷ୍ମ ପରମାଣୁ ଓ ଆତ୍ମା, ସ୍ଥୂଳରୁ ସ୍ଥୂଳ ସୂର୍ଯ୍ୟାଦି ବଡ଼ ବଡ଼ ପଦାର୍ଥ ଭିତରେ ଆପଣ ଏକ ସମୟରେ ପୂର୍ଣ୍ଣ ଭାବରେ ରହିଥିବାରୁ ଆପଣ ସର୍ବବ୍ୟାପକ ଅଟନ୍ତି। ଓମ୍ ସର୍ବଅନ୍ତର୍ୟାମୀ ହେ ଈଶ୍ୱର ଆପଣ ସମସ୍ତଙ୍କ ଅନ୍ତରରେ ରହି କ୍ରିୟାକୁ ଦେଖୁଛନ୍ତି, ବିଚାରକୁ ଜାଣୁଛନ୍ତି, ବାଣୀକୁ ଶୁଣୁଛନ୍ତି, ସେହି ଅନୁସାରେ କର୍ମଫଳ ପ୍ରଦାନ କରୁଥିବାରୁ ଆପଣ ସର୍ବଅନ୍ତର୍ୟାମୀ ଅଟନ୍ତି। ଓମ୍ ଅଜରଃ ହେ ଈଶ୍ୱର ଆପଣଙ୍କର ଶରୀରର ଅଭାବ ଥିବାରୁ ଆପଣଙ୍କୁ କେବେ ହେଲେ ଜରା ଅବସ୍ଥା ପ୍ରାପ୍ତ ହୁଏ ନାହିଁ, ସେଥିଲାଗି ଆପଣ ଅଜର ଅଟନ୍ତି। ଓମ୍ ଅମରଃ ହେ ଈଶ୍ୱର ଆପଣ କେବେ ହେଲେ ଜନ୍ମ ନିଅନ୍ତି ନାହିଁ କି ମୃତ୍ୟୁବରଣ କରନ୍ତି ନାହିଁ, ସେଥିଲାଗି ଆପଣ ଅମର ଅଟନ୍ତି। ଓମ୍ ଅଭୟଃ ହେ ଈଶ୍ୱର ଆପଣଙ୍କ ଠାରୁ କେହି ହେଲେ ଜ୍ୟେଷ୍ଠ ଶ୍ରେଷ୍ଠ ନଥିବାରୁ ଆପଣ କାହାକୁ କେବେ ହେଲେ ଭୟ କରନ୍ତି ନାହିଁ, ସେଥିଲାଗି ଆପଣ ଅଭୟ ଅଟନ୍ତି। ଓମ୍ ନିତ୍ୟଃ ହେ ଈଶ୍ୱର ଆପଣ ସୃଷ୍ଟିର ପୂର୍ବରୁ ଯେପରି ଥିଲେ ବର୍ତ୍ତମାନ ସେହିପରି ରହିଛନ୍ତି, ଆଗକୁ ମଧ୍ୟ ସେହିପରି ରହିବେ, ସେଥିଲାଗି ଆପଣ ନିତ୍ୟ ଅଟନ୍ତି। ଓମ୍ ପବିତ୍ରଃ ହେ ଈଶ୍ୱର ଆପଣ ସୃଷ୍ଟିର ପୂର୍ବରୁ ଯେପରି ଥିଲେ ବର୍ତ୍ତମାନ ସେହିପରି ରହିଛନ୍ତି, ଆଗକୁ ମଧ୍ୟ ସେହିପରି ରହିବେ, ସେଥିଲାଗି ଆପଣ ନିତ୍ୟ ଅଟନ୍ତି। ଓମ୍ ପବିତ୍ରଃ ହେ ଈଶ୍ୱର ଆପଣ ଅବିଦ୍ୟା, ଅସ୍ମିତା, ରାଗ, ଦେଶ, ଅଭିନିବେଶ ପାଞ୍ଚଟି କ୍ଲେଶରୁ ଆପଣ ରହିତ ଥିବାରୁ ଆପଣ ପବିତ୍ର ଅଟନ୍ତି। ଓମ୍ ସୃଷ୍ଟିକର୍ତ୍ତା ହେ ଈଶ୍ୱର ସଂସାରରେ ପ୍ରକୃତି ଜଡ଼, ଜୀବାତ୍ମା ଅଳ୍ପଜ୍ଞ, ଏ ଦୁଇ ଜଣ ସୃଷ୍ଟିକି ତିଆରି କରିପାରିବେ ନାହିଁ। ଆପଣ ବିନା ଶରୀରରେ କାହାରି ଆଶ୍ରୟ ନ ନେଇ ଏ ସୃଷ୍ଟିକି ତିଆରି କରି, ପାଳନ କରି, ସଂହାର କରି, ବେଦର ଜ୍ଞାନ ଦେଇ ଜୀବମାନଙ୍କୁ କର୍ମଫଳ ଦେଇଥିବାରୁ ଆପଣ ସୃଷ୍ଟିକର୍ତ୍ତା ଅଟନ୍ତି। ହେ ଈଶ୍ୱର ଆପଣ ଅନନ୍ତ ଜ୍ଞାନ, ଅନନ୍ତ ଧନର ଭଣ୍ଡାର ଅଟନ୍ତି, ତେଣୁ ଆମର ଜ୍ଞାନଦାତା ଓ ଧନଦାତା ଅଟନ୍ତି। ହେ ଈଶ୍ୱର ଆପଣ ଆମର ମାତା, ପିତା, ଗୁରୁ, ଆଚାର୍ଯ୍ୟ, ରାଜା, ନ୍ୟାୟାଧୀଶ, ପରାମର୍ଶଦାତା ଓ ଦଣ୍ଡଦାତା ଅଟନ୍ତି। ଆମ୍ଭେ ଆପଣଙ୍କର ପୁତ୍ର, କନ୍ୟା, ଶିଷ୍ୟ, ଭକ୍ତ ଏବଂ ସେବକ ଅଟୁ। ପ୍ରଭୁ ଆପଣଙ୍କର ଗୁଣକର୍ମ ସ୍ୱଭାବରୁ ଅନେକ ନାମ ରହିଅଛି। ଆପଣ ସୃଷ୍ଟିକି ତିଆରି କରିଥିବାରୁ ବ୍ରହ୍ମା, ସର୍ବବ୍ୟାପକ ହୋଇ ପାଳନ କରୁଥିବାରୁ ବିଷ୍ଣୁ, ସଂହାର କରୁଥିବାରୁ ରୁଦ୍ର, କଲ୍ୟାଣକାରୀ ହୋଇଥିବାରୁ ଶିବ, ସମସ୍ତ ଐଶ୍ୱର୍ଯ୍ୟର ମାଲିକ ହୋଇଥିବାରୁ ଇନ୍ଦ୍ର, ଜଗତର ନାଥ ହୋଇଥିବାରୁ ଜଗନ୍ନାଥ, ଗଣମାନଙ୍କର ଈଶ୍ୱର ହୋଇଥିବାରୁ ଗଣେଶ, ଅନନ୍ତ ଜ୍ଞାନର ଭଣ୍ଡାର ହୋଇଥିବାରୁ ସରସ୍ୱତୀ, ସମସ୍ତ ଭୋଗ ପଦାର୍ଥର ମାଲିକ ହୋଇଥିବାରୁ ଲକ୍ଷ୍ମୀ, କଳ୍ପନାକୁ ଦହନ କରିଥିବାରୁ କାଳୀ, ମଙ୍ଗଳ କରିଥିବାରୁ ମଙ୍ଗଳା, ତାରଣ କରିଥିବାରୁ ତାରିଣୀ, ଦୁର୍ଗତିକୁ ବିନାଶ କରିଥିବାରୁ ଦୁର୍ଗା, କିନ୍ତୁ ଆପଣଙ୍କର ମୁଖ୍ୟ ନାମ ଓମ୍ ଅଟେ।
आमे जीवात्मा आमर मुख्य नाम क्रतु अटे। ओम शांति शांति शांति। ओम।